এই মଣ୍ଡଳୀ ଯେ obey Christ constantly ସେମାନେ ପ୍ରଭୁଙ୍କର ବାଧ୍ୟ ହଉଛନ୍ତି। ଏବଂ ତୃତୀୟ ବିଷୟକୁ ଆମେ ଯିବା। ତୃତୀୟ ବିଷୟ, ଚର୍ଚ୍ଚ ପ୍ରିଚ୍ ୱାର୍ଡ ଅଫ୍ ଦ ଗଡ୍ ଫିୟରଲେସଲି। ସୁସମାଚାର ସେମାନେ ପ୍ରଭୁଙ୍କର ବାକ୍ୟ ନିର୍ଭୟରେ ସେମାନେ ପ୍ରଚାର କରୁଥିଲେ। ଯଦି ଆପଣ 1:7 ପଢିବେ, 1:14 ପଢିବେ, ଆଉ ସେ ସ୍ଥାନରେ ଲେଖାଯାଏ ସେମାନେ ଆଉ ସେମାନେ ଈଶ୍ୱରଙ୍କର ବାକ୍ୟକୁ ସେମାନେ ଆରାମରେ ନିର୍ଭୟ ସହକାରେ ସେମାନେ କଣ କରୁଛନ୍ତି, ପ୍ରଚାର କରୁଛନ୍ତି। 1:7 ଆଉ ଏ ପ୍ରକାର ପାଉଲ ସେମାନଙ୍କୁ କହୁଛନ୍ତି, ଆଉ ତୁମ୍ଭମାନଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ ଯେଣୁ ତୁମ୍ଭେ ସମସ୍ତେ ମୋହର ବନ୍ଧନରେ ଯେପରି ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରକାଶ କରିବାରେ ସେହିପରି ମୋ ସହିତ ଅନୁଗ୍ରହର ସହଭାଗୀ ଅଟ। ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି। ସୁସମାଚାର କାର୍ଯ୍ୟ ନିମନ୍ତେ ସେମାନଙ୍କର ବହୁତ ଚିନ୍ତା ଥିଲା। ଅନ୍ୟମାନଙ୍କୁ ସେମାନେ ସୁସମାଚାର ପ୍ରଚାର ସେମାନେ ନିର୍ଭୟରେ ସେମାନେ ପ୍ରଚାର କରୁଥିଲେ। 14 ଲେଖାଯାଏ, ଆହୁରି ମଧ୍ୟ ଅଧିକାଂଶ ଭାଇମାନେ ମୋହର ବନ୍ଧନ ଦ୍ୱାରା ପ୍ରଭୁଙ୍କ ଠାରେ ନିର୍ଭର କରି ନିର୍ଭୟରେ ଈଶ୍ୱରଙ୍କ ବାକ୍ୟ କହିବା ନିମନ୍ତେ ଅତ୍ୟୁତ୍ସୁକ ଭାବେ ସାହସୀ ହୋଇଅଛନ୍ତି। 14 ପଦ ବଢିଆ ପଦରେ ଲେଖା ହେଇଛି ଯେ ନିର୍ଭୟରେ ଈଶ୍ୱରଙ୍କର ବାକ୍ୟକୁ ସେମାନେ କଣ କରୁଥିଲେ, କହୁଥିଲେ। এইটা হচ্ছে চর্চর রেসপন্সিবিলিটি, এইটা হচ্ছে চর্চর দায়িত্ব। ସେମାନେ ପ୍ରଭୁଙ୍କର ଆରାଧନା ଅର୍ଥପୂର୍ଣ୍ଣ ଭାବରେ କରୁଥିଲେ, ସେମାନେ ଆଜ୍ଞାବହ ହଉଥିଲେ, ଆଉ ସେମାନେ ସର୍ବଦା ଆଜ୍ଞାବହ ହଉଥିଲେ। ବିଭିନ୍ନ କି ପ୍ରକାର ଆଜ୍ଞାବହ ଆମେ ଦେଖିଲୁ, ଅନ୍ୟମାନଙ୍କ ପାଇଁ ଚିନ୍ତା କରି, ଅନ୍ୟମାନଙ୍କୁ ଦାନ ଦେଇ, ଅନ୍ୟମାନଙ୍କ ଠାରେ ନିଜର ଜୀବନର ଜ୍ୟୋତିକୁ ଦେଖେଇକି ଏବଂ ଅନ୍ୟମାନଙ୍କ ନିମନ୍ତେ ପ୍ରାର୍ଥନା କରି ସେମାନେ ଆଜ୍ଞାବହ ହଉଛନ୍ତି। ଏବଂ ତୃତୀୟରେ ନିର୍ଭୟରେ ଈଶ୍ୱରଙ୍କର ବାକ୍ୟକୁ ସେମାନେ କହୁଥିଲେ। କେମିତି ଈଶ୍ୱରଙ୍କ ନିର୍ଭୟ ବାକ୍ୟ ଈଶ୍ୱରଙ୍କୁ କହୁଥିଲେ, ସେଠି ଲେଖା ହେଇଛି 2 ଚାପ୍ଟରରେ, ଗୋଇଂ ଆଉଟ୍, ବାହାରକୁ ଯାଇ ପ୍ରଚାର କରୁଥିଲେ। 2 ପଦ ଲେଖା ହେଇଛି ଯେ ସେମାନେ କଣ କରୁଥିଲେ, ଯେତେବେଳେ 2 ପର୍ବ ପଢିବେ ଲେଖା ହେଇଛି ସେମାନେ ବାହାରକୁ ଯାଇକି ପାଉଲ କହୁଛନ୍ତି ଯେ ସେମାନେ ମୋହର ସହିତ କେତେକ ସ୍ତ୍ରୀ ଲୋକମାନେ ମଧ୍ୟ ସେମାନେ କଣ କରୁଥିଲେ, ବାହାରକୁ ଯାଇ ମୋ ସହିତ ସୁସମାଚାର ପ୍ରଚାର କରୁଛନ୍ତି। ମୋ ସହିତ ଆଉ ସେମାନେ 4:2 ଲେଖା ହେଇଛି, ପ୍ରଭୁଙ୍କ ଠାରେ ଏକମନ ହେବା ନିମନ୍ତେ ଏୟୁଦିଆସନ୍ତିକୁ ମୁଁ ଅନୁରୋଧ କରୁଅଛି। 3 ଲେଖା ହେଇଛି, ଏହି ମହିଳା ମାନଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ମୁଁ ନିବେଦନ କରୁଛି, କାରଣ ଏମାନେ କ୍ଲେମେନ୍ସ ଓ ଅନ୍ୟ ସହକର୍ମୀ ମାନଙ୍କ ସଙ୍ଗରେ ସୁସମାଚାର କାର୍ଯ୍ୟରେ ମୋ ସହିତ ପରିଶ୍ରମ କରିଅଛନ୍ତି। ଦେଖନ୍ତୁ, ସେଠାକାର ସ୍ତ୍ରୀ ଲୋକମାନେ ମଧ୍ୟ ବାହାରକୁ ଯାଇ ପାଉଲଙ୍କ ସହିତ ସୁସମାଚାର କାର୍ଯ୍ୟ ସେମାନେ କରିଛନ୍ତି ବାହାରକୁ ଯାଇକି। ଏବଂ ଗୋଇଂ ଆଉଟ୍ ଏବଂ ସେଣ୍ଡିଂ, ଅନ୍ୟକୁ ମଧ୍ୟ ସେମାନେ କଣ କରୁଥିଲେ, ସାହାଯ୍ୟ କରିକି ସୁସମାଚାର କାର୍ଯ୍ୟର ଅଂଶୀ ହେଉଥିଲେ। ଯେଉଁମାନେ ଯାଇପାରୁନଥିଲେ କିମ୍ବା ଯେଉଁମାନଙ୍କ ପାଖରେ ସମ୍ବଳ ଥିଲା ସେମାନେ ଅନ୍ୟମାନଙ୍କୁ ଦାନ ଦେଇ, ଯେଉଁମାନେ ପ୍ରଭୁଙ୍କର କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ମଧ୍ୟ ଦାନ ଦେଇ ପ୍ରଭୁଙ୍କର ସେବାରେ ସେମାନେ ଅଂଶୀ ହେଉଥିଲେ। ସେମାନେ ଅନ୍ୟମାନଙ୍କୁ ପ୍ରାର୍ଥନା ଦ୍ୱାରା ତୋଳି ଧରୁଥିଲେ। ନିଜେ ଯାଉଥିଲେ ଏବଂ ଅନ୍ୟମାନଙ୍କୁ ଅର୍ଥ ଦେଇକି ସାହାଯ୍ୟ କରିକି ସୁସମାଚାର କାର୍ଯ୍ୟରେ ଦାନ ଦେଇକି ସୁସମାଚାର ଅଂଶୀ ହେଉଥିଲେ ଏବଂ ସେମାନଙ୍କୁ ପ୍ରାର୍ଥନାରେ ତୋଳି ଧରୁଥିଲେ। ସେଥିପାଇଁ ମଣ୍ଡଳୀ ବଢୁଥିଲା, ଆତ୍ମିକରେ ସଂଖ୍ୟାରେ ବଢୁଥିଲା। ପ୍ରେରିତ 2ର ଲେଖା ହେଇଛି 38-47, ଯେତେବେଳେ ପ୍ରଥମ ଖ୍ରୀଷ୍ଟାବ୍ଦ ମଣ୍ଡଳୀ ଆରମ୍ଭ ହେଲା, ମଣ୍ଡଳୀର ଲୋକମାନେ ସେମାନେ ପରସ୍ପର ପାଇଁ ପ୍ରାର୍ଥନା ଚିନ୍ତା କରୁଥିଲେ, ପରସ୍ପର ସୁଖ ଦୁଃଖର ସହଭାଗୀ ହେଉଥିଲେ, ଦାନ ଦେଉଥିଲେ। ସେଥିପାଇଁ ମଣ୍ଡଳୀ ପ୍ରଭୁଙ୍କର ପରିଚୟ ପାଉଥିବା ଲୋକମାନେ ମଣ୍ଡଳୀ ସହିତ ସଂଯୁକ୍ତ ହେବାକୁ ଲାଗିଲା, ମଣ୍ଡଳୀ ବୃଦ୍ଧି ପାଇବାକୁ ଲାଗିଲା। ମଣ୍ଡଳୀର ଗୋଟେ ଦାୟିତ୍ୱ ପ୍ରଭୁଙ୍କର ବାକ୍ୟ ଅନ୍ୟମାନଙ୍କ ନିକଟରେ ଯାଇକି ପ୍ରଚାର କରିବା। ଯଦି ଆମେ ଯାଇପାରୁନୁ, ପ୍ରଭୁଙ୍କର ସେବକମାନଙ୍କ ପାଇଁ ପ୍ରାର୍ଥନା କରିବା, ଆର୍ଥିକର ହସ୍ତ ବଢେଇବା, ଏହା ହେଉଛି ମଣ୍ଡଳୀର ଦାୟିତ୍ୱ ଥିଲା। ସେମାନେ ସୁଚାରୁ ରୂପେ କରୁଥିଲେ। ତେଣୁ ଲେଖା ହେଇଛି, ଅନ୍ୟ ବିଷୟରେ ଯେ ମାକିଦୋନିଆ ଏବଂ ଆଖାୟର ମଣ୍ଡଳୀର ଲୋକମାନେ ମଧ୍ୟ ସେମାନେ ଦାନ ଦେଉଥିଲେ। ପ୍ରେରିତ 8, 9, 10, 11 ଏମିତି ସବୁ ପର୍ବ ପଦ ପଢିବେ, ସେଟା ଲେଖା ହେଇଛି କେତେକ ମଣ୍ଡଳୀ ମଧ୍ୟ ସେମାନେ ଦାନ ଦେଉଥିଲେ। ସେମାନେ ପ୍ରଭୁଙ୍କର କାର୍ଯ୍ୟ କରୁଥିଲେ
ଏବଂ ଯଦି ଯାଇପାରୁନାହାନ୍ତି ଅନ୍ୟମାନଙ୍କୁ ସେମାନେ ଧ୍ୟାନ ଦେଉଥିଲେ। ତ ମୁଁ ମଣ୍ଡଳୀ, ମୋ ପରିବାର, ମୋର ଗ୍ରୁପରେ ଈଶ୍ୱରଙ୍କର ବାକ୍ୟ କହିବା ଏବଂ ଶୁଣିବା ପାଇଁ ମୁଁ ଆଗ୍ରହତ। ମୋର ଦାୟିତ୍ୱକୁ ମୁଁ ଅନ୍ୟମାନଙ୍କ ନିକଟରେ ମୋର କାହାକୁ ମୁଁ ସୁସମାଚାର କହିପାରୁଛି କି, ସୁସମାଚାର କାର୍ଯ୍ୟ ପାଇଁ ପ୍ରାର୍ଥନା କରିପାରୁଛି କି, ଏବଂ ମଣ୍ଡଳୀର ଗୋଟେ ଦାୟିତ୍ୱ ମଧ୍ୟ ସୁସମାଚାର ପାଇଁ ଆର୍ଥିକ ଯେଉଁମାନେ ପ୍ରଭୁଙ୍କର ସେବା କରୁଛନ୍ତି ସେମାନଙ୍କ ପାଇଁ ଆଉ ମୁଁ ପ୍ରାର୍ଥନା ଏବଂ ଅନ୍ୟାନ୍ୟ ସାହାଯ୍ୟର ହସ୍ତ ବଢ଼େଇବା ଦ୍ୱାରା ମୁଁ ମଧ୍ୟ ଗୋଟେ ଅଂଶୀ ହେଇପାରୁଛି ଯେ ମୁଁ ପ୍ରଭୁଙ୍କ ସେବାରେ ସଂଯୁକ୍ତ ଅଟେ, ମୁଁ ପ୍ରଭୁଙ୍କ ସେବାରେ ଇନକ୍ଲୁଡିଂ ଅଟେ। ଫିଲିପିୟ ମଣ୍ଡଳୀ ସେଇଥିପାଇଁ ସେମାନେ ପ୍ରଥମ ବିଷୟ ଦେଖିଲୁ, ସେମାନେ ଆଉ ଅର୍ଥପୂର୍ଣ୍ଣ ଉପାସନା କରୁଥିଲେ, ସବୁବେଳେ ଆଜ୍ଞାବହ ହେଉଥିଲେ ଏବଂ ସେମାନେ ନିର୍ଭୟରେ ଈଶ୍ୱରଙ୍କ ବାକ୍ୟ କହୁଥିଲେ। କି ପ୍ରକାର? ଅନ୍ୟମାନଙ୍କୁ ନିଜେ ବାହାରକୁ ଯାଇକି କହୁଥିଲେ, ସୁସମାଚାର ପ୍ରଚାର କରୁଥିଲେ ଏବଂ କାହାକୁ ସାହାଯ୍ୟ କରିକି ସେମାନେ ସୁସମାଚାର ପ୍ରଚାରରେ ଅଂଶୀ ହେଉଥିଲେ ଏବଂ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରୁଥିଲେ। ତେଣୁ ଏ ମଣ୍ଡଳୀ ଦିନକୁ ଦିନ ବୃଦ୍ଧି ପାଉଥିଲା। ଆଜି ମଧ୍ୟ ଆମେ ଯଦି ସେ ପ୍ରକାର କାର୍ଯ୍ୟ କରୁ, ନିଶ୍ଚିତ ଆମମାନଙ୍କର ପରିବାରରେ, ଆମମାନଙ୍କର ମଣ୍ଡଳୀରେ ଏହି ସମସ୍ତ ଆଶୀର୍ବାଦ ବୃଦ୍ଧି ସାଧନ ହେବ। ଚତୁର୍ଥ ଏବଂ ଶେଷ ବିଷୟ ମୁଁ ଜଲ୍ଦି ଆପଣମାନଙ୍କ ନିକଟରେ ରଖିକି 3:20 ପଦ, 3:20 ପଦରେ ଏ ପ୍ରକାର ଲେଖା ହେଇଛି। ଆଉ ପାଉଲ 3:20 ପଦ ସମସ୍ତେ ଦେଖନ୍ତୁ, ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ। ଚର୍ଚ୍ଚ waited for Christ's second coming। ଏଇ ଯୋଉ ମାନେ ଡେଲି ସେମାନେ ଅପେକ୍ଷା କରୁଥିଲେ, ଯୀଶୁଙ୍କ ଦ୍ୱିତୀୟ ଆଗମନର ଅପେକ୍ଷାରେ ଥିଲେ ଏ ମଣ୍ଡଳୀ। ସବୁଦିନ ଅର୍ଥପୂର୍ଣ୍ଣ ଉପାସନା ଏବଂ ସବୁବେଳେ ଈଶ୍ୱରଙ୍କର ଆଜ୍ଞାବହ ଏବଂ ସୁସମାଚାର କାର୍ଯ୍ୟରେ ଅଂଶୀ ଏବଂ ଏମାନେ ସବୁଦିନ ଅପେକ୍ଷା ଲେଖାଇଛି ଆମେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ। ମାନେ ଗୋଟେ ପ୍ରିପେୟାର, ଗୋଟେ ପ୍ରସ୍ତୁତ ହେଇଥିବା ଆଉ ଗୋଟେ ମଣ୍ଡଳୀ ଡେଲି ସେମାନେ ଈଶ୍ୱର ଆଜି ମଧ୍ୟ ଆସିଲେ ଆଉ ଆମେ ପ୍ରଭୁଙ୍କ ସହିତ ଆଉ ସ୍ୱର୍ଗ ରାଜ୍ୟକୁ ଯିବୁ, ଏଇ ପ୍ରକାର କନଫର୍ମ, ଏ ପ୍ରକାର ଗୋଟେ ହୋପ, ଭରସା ଥିବା ଗୋଟେ ମଣ୍ଡଳୀ ଥିଲା ସେମାନେ। ଆଉ ସେମାନେ ଯୀଶୁଙ୍କର ଦ୍ୱିତୀୟ ଆଗମନର ଅପେକ୍ଷାରେ ଥିଲେ। ଅପେକ୍ଷା କରିବାର ମଣ୍ଡଳୀ। କେମିତି ମଣ୍ଡଳୀ ଅପେକ୍ଷା କରୁଛନ୍ତି? ବାଇ ହୋପ। କେମିତି ହୋପ? वी आर चेंज, ଆମମାନେ ଚେଞ୍ଜ ହେବୁ। ଆମମାନଙ୍କର ଚେଞ୍ଜ କଣ? ଆମମାନେ ତ ସ୍ୱର୍ଗର ପ୍ରଜା, ଆମମାନଙ୍କର ସିଟିଜେନସିପ ସ୍ୱର୍ଗରେ ଅଛି। ଆମମାନଙ୍କର ଏଇ ଜଗତର ନୁହଁ, ଲେଖା ହେଇଛି ଆମମାନେ ତ ସ୍ୱର୍ଗର ପ୍ରଜା। ଫିଲିପିୟ ମଣ୍ଡଳୀ ସେମାନେ ସ୍ୱର୍ଗର ପ୍ରଜା ଥିଲେ। ଚେଞ୍ଜ ସେମାନଙ୍କର ଆଉ ସିଟିଜେନସିପ ଚେଞ୍ଜ ଥିଲା ଏବଂ ସେମାନେ କଣ କରୁଛନ୍ତି? ସେମାନେ ପ୍ରଭୁଙ୍କର ସ୍ୱର୍ଗକୁ ଯିବା ପାଇଁ ସେମାନେ ଭରସା ରଖିଥିଲେ। ସେମାନେ ପ୍ରଭୁଙ୍କର ସୁବୁଦ୍ଧି ମାନେ ଅପେକ୍ଷାରେ ଥିଲେ। ସୁବୁଦ୍ଧି ସ୍ତ୍ରୀ ଲୋକମାନେ ଅପେକ୍ଷାରେ ଥିଲେ, କେତେବେଳେ ଯୀଶୁ ଆସିଲେ, ଆମେ କେତେବେଳେ ବର ଆସିଲେ ଯୀଶୁଙ୍କ ସହିତ ବା ବରଙ୍କ ସହିତ ପ୍ରବେଶ କରିବୁ, ଏତେ ଭରସାରେ ଆଉ ସେମାନେ ଥିଲେ। କର୍ନେଲିୟଙ୍କ ପରିବାର, ସେମାନଙ୍କର ପ୍ରାର୍ଥନା ସବୁ କଣ ହେଲା? ଯେତେବେଳେ ସ୍ୱର୍ଗକୁ ଈଶ୍ୱରଙ୍କ ଛାମରେ ଉଠିଲା, ସେମାନେ ଅପେକ୍ଷାରେ ଥିଲେ ପିତର ଯାଇ ସେମାନଙ୍କ ପାଇଁ ପ୍ରାର୍ଥନା କରିବାରୁ ପବିତ୍ର ଆତ୍ମାର ଅଭିଷେକ ସେ ପରିବାର ପାଇଲେ। ଯିଶାୟ 40:30-31 ଲେଖା ହେଇଛି, ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ, ଉତ୍କୃଷ୍ଟ ପକ୍ଷୀ ପରି ସେମାନେ ଉପରକୁ ଉଠିବେ। ଏବଂ ସେମାନଙ୍କର ଆଉ ଗୋଟେ ହୋପ ଥିଲା କଣ? ବାଇ ହି ୱିଲ୍ ଚେଞ୍ଜ, ଆମେ ପରିବର୍ତ୍ତିତ ହେବୁ। 3:21 ଲେଖା ହେଇଛି, ସେ ଆପଣାର ଯେଉଁ କାର୍ଯ୍ୟ ସାଧକ ଶକ୍ତି ଦ୍ୱାରା ସମସ୍ତ ବିଷୟକୁ ନିଜର ବଶୀଭୂତ କରିପାରନ୍ତି, ତଦ୍ୱାରା ଆମ୍ଭମାନଙ୍କର ଛାର ଶରୀରକୁ ରୂପାନ୍ତରିତ କରି ଆପଣାର ଗୌରବମୟ ଶରୀରର ସଦୃଶ କରିବେ। ଆମମାନଙ୍କର ସିଟିଜେନସିପ ଚେଞ୍ଜ ହବ, ଆମମାନଙ୍କର ବଡି, ଆମମାନଙ୍କର ଛାର ଶରୀର ଏକ ଗୌରବର ଶରୀର ହେଇଯିବ। ସେମାନଙ୍କର ଏତେ ଭରସା ଥିଲା, ସେମାନେ ସେଇଥିପାଇଁ ଅପେକ୍ଷା କରିଛନ୍ତି। ଆସ ପ୍ରଭୁ କେତେବେଳେ ଆସିବ? ଆସିଲେ ଆମମାନଙ୍କର ଏଇ ଜଗତର ସିଟିଜେନସିପ ନୁହଁ, ଆମେ ତ ସ୍ୱର୍ଗର ପ୍ରଜା, ଆମେ ତ ସ୍ୱର୍ଗକୁ ପଳେଇବୁ। ଆମର ଶରୀର ଯାହା ଆମେ ଧାରଣ କରିଛୁ, ଏଇ ଶରୀର ପରିବର୍ତ୍ତନ ହବ। କି ପ୍ରକାର ପରିବର୍ତ୍ତନ ହବ?
ए शरीर छार शरीर ईश्वरंकर लिखाई छार शरीर को रूपांतरित करी आपणार गौरवमय शरीर सदृश्य से करबा पाए एते होप तांकर अछि ए परिवार ए मंडली एवं ए सेति पाई से माने हमनकर स्थान परिवर्तन हबो जगतर सबु विषय परिवर्तन हबो आम परिस्थिति परिवर्तन हबो दुख आनंद परिवर्तन हबो से माने सेति पापिके करछन्ते आमे केते कष्ट भोगुछु जंत्रणा भोगुछु ताड़ना भोगुछु अभाव भोगुछु किंतु से अभाव रहिबो नै प्रभु तुम केते बेले आसीबो प्रभु आमे तुमर स्वर्गर प्रजा अटु तुम आसिले हमको ई छार शरीर दुख कष्ट रोग संकट समस्या अभाव अनाटन चिंता सब चेंज हे जिवो आमे गोटे गौरवमय गोटे ग्लोरीफाइड बॉडी भाव में आम परिवर्तन हो आमर सिटीजनशिप चेंज हो आमर बॉडी चेंज हो आमर माइंड चेंज हो आमर सिचुएशन चेंज हो आमर सब विषय चेंज हो वेटेड क्राइस्ट से माने अपेक्षारत मंडली से सबुदिन एवं से माने कौन कर प्रभुंकर दिन से माने आनंद करने से माने अपेक्षा कर 2:16 पद के जदि पाउछथि पढन्तु 2:16 पद 2:16 पद पढन्तु जे वृथारे दौड़ी नाही कियो बा वृथारे परिश्रम करी नाही से संबंध रे कृष्णଙ୍କ दिनरे दर्प करि पारिबी। पाउल भी कहते जे मु तुम वृथा परिश्रम करना तुम्हें एते प्रिपेयर होगी अच्छ जे मु ख्रीष्टन दिन में तुम मु दर्प कर मोर प्रभुंकर लोक मैंने केउठिपाई ओ कहापाई आज आउ को विषय आज अपेक्षा कर मोर मंडली मोर परिवार मोर व्यक्तिगत जीवन एक अपेक्षारत मंडली हेबा दरकार एक अपेक्षारत विश्वासी हेबा दरकार एक अपेक्षारत आउ परिवार हेबा दरकार 38 वर्ष पर्यंत गोटे जगार पुष्करणी पाखे पड़ी 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 अनेक लोक ता द्वारा ता सामने सुस्थ हो जाउछन्ति स्वर्गर दूत आसिकी आउ से पानी को चहले दउछन्ति अनेक लोक सुस्थ हो पड़ी जाउछन्ति किंतु ए 38 वर्षर रोगी खाली देखुची 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 केते बेले मो समय आसीबो प्रभुंकर समय आसिला प्रभु से देई जाउथले अपेक्षार अंत घटिला एवं जीशु ता पाखु जाई पचारुछन्ति आपण कोन भलो हेबा पई चाहुछन्ति कि ताको पानी भीतर को जीवा को पड़िला नाही प्रभु जीशु कहले उठ तुमर खटिया किनि चलो सांगे सांगे से खटिया किनि चलिले से दिन विश्राम बार दिला तार जीवन सब विश्राम से पाई गले मोर प्रिय प्रभु को लोक माने जो माने अपेक्षा करती से माने नुआ नुआ बल पाइबे एवं प्रभु को सहित भेट होई पारिबे निर्बुद्धि स्त्री लोक माने अपेक्षा करि पारले नाही सोई पड़िले जो द्वारा परंक सहित से माने भेट करि पारले किंतु सुबुद्धि परी फिलिपियो मंडली मंद सब बेले जागृत से माने कहउछथि आमे तो स्वर्गर प्रजा आमे प्रभुंकर आगमनर अपेक्षा रे अछु कॉन्फिडेंसली काहेकि ना आमे अपेक्षा रे अछु आमानकर स्थान चेंज होबो आमानकर सिटीजनशिप चेंज होबो आमानकर शरीर चेंज होबो आमे गोटे गौरवमय शरीर रे आमे रूपांतरित गोटे गीत भी गोटे अछि ना जे देखो देखो किए आसुअछन्ति मेघर तरे मोर प्रिय प्रभुंकर लोक मान फिलिपियो मंडली से माने आउ कौन थिले से मानकर ए प्रकार दायित्व थिला चर्च ओबे क्राइस्ट कॉन्स्टेंटली सर्वदा ईश्वर को आज्ञावह से माने हेउथिले एवं चर्च वर्शिप क्राइस्ट से माने मीनिंगफुली चर्च से माने मीनिंगफुली भाବରେ ईश्वरଙ୍କର उपासना करुथिले एवं चर्च प्रीच वर्ड ऑफ गॉड फियरलेसली निर्भय ईश्वरଙ୍କର उपासना से माने करुछन्ति एवं चर्च वेटेड फॉर सेकेंड कमिंग ऑफ जीसस क्राइस्ट डेली से माने सबुदिन ख्रीष्टଙ୍କର द्वितीय आगमनर अपेक्षा रे अछन्ति तेणु मोर प्रिय प्रभुଙ୍କର लोकमान आज आमने चिंता करू आज आमने देखु जान जे मोर परिवार मंडली एवं मोर व्यक्तिगत जीवन से माने जेते बेले आज्ञावह जीवन काटुथिले अन्य मान को प्रेम करुथिले अन्य मान को पई चिंता करुथिले सुसमाचार प्रचार कार्य पई दान दउथिले अन्य मान को पई मनोज्ञ होथिले अन्य मान को प्रार्थना करुथिले सेति पई से मंडली
प्रभुंकर द्वितीय आगमन निमंते कॉन्फिडेंसली से माने अपेक्षा जे केतेबेले प्रभु आसिले आमे प्रभुंकर सहित प्रभुंकर द्वितीय आगमन निमंते आमे तांको सहित एक गौरवमय शरीर होइकी तांको सहित आमे आउ स्वर्ग पुनीत हबु तेणु सेही प्रकार एक दायित्ववान मंडली से थिले तेणु चिंता करू जांच करू जे मु से प्रकार जीवन मु काटी पारुछि कि मोर परिवार किबा मोर मंडली आज से प्रकार प्रभुंकर मंडली भाव दायित्ववान हो पारि प्रभु आम को ये वाक्य द्वारा आशीर्वाद करंतु अनेक विषय थिला किंतु समय स्वल्पता विषय हेतु मु आज एतिकी रखिबा चाहे प्रभु सुजोग देले अन्य विषय को आगामी दिन मान निकट में आपण मान निकट में मु रखा चाहे प्रभु आम प्रत्येक को ये वाक्य द्वारा आशीर्वाद करंतु आमेन नमस्कार आमेन आमेन प्रेज लॉर्ड प्रभु महात्मा को धन्यवाद दी वक्ता द्वारा आज आम केते सुंदर भाव शिक्षा पाइले किभली भाव आम मंडल को गढ़ी तोलिबा कौन को उपादान आम को दरकार से विषय आमको कहीगले से निमंते आगे बहुत बहुत धन्यवाद दिए अपराह समय मो समय को बहुमूल्य कले प्रभुर वाक्य दी आम को शिक्षा दी चेतना दी से बहुत बहुत धन्यवाद दिए आम एलिट मॉर्निंग ग्रुप तरफ वर्तमान प्रार्थना करेंगे संचिता दीदी अच्छा संचिता सतमन दीदी से प्रार्थना करेंगे वक्ता आम समस्त प्रार्थना करेंगे स्मिता दीदी कार्यक्रम को आगे ने प्रेज द लॉर्ड संचिता दीदी नाहती बोधे साहू दीदी प्रार्थना